ଓଜେୟୁ ସାମ୍ବାଦିକ ସଂଘର ନବରଙ୍ଗପୁର ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ। ଓଜେୟୁ ସାମ୍ବାଦିକ ସଂଘର ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଆର୍ଏମ୍ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଯୋଗଦାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗଦାନ ଦେଇଥିଲେ। ତତ୍ ସଙ୍ଗେ ସଙ୍ଗେ ମୁଖ୍ୟ ବକ୍ତା ଭାବେ ରାଜ୍ୟ ସଭାପତି ଶଶିଭୂଷଣ ପ୍ରଧାନ ଯୋଗଦେଇ ସାମ୍ବାଦିକମାନଙ୍କ ଏକତା ସଂଗଠନକୁ ସୁଦୃଢ଼ ଉପରେ ଗୁରୁତ୍ୱ ଦେଇଥିଲେ। ବିଭିନ୍ନ ରାଜ୍ୟରେ ସରକାର ସାମ୍ବାଦିକ ସୁରକ୍ଷା ଆଇନ କରିଛନ୍ତି। ଓଡ଼ିଶାରେ ମଧ୍ୟ ତୁରନ୍ତ ଏହି ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ କେ ଶ୍ରୀନିବାସ ରାଓ ସାମ୍ବାଦିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ଉପଦେଷ୍ଟା ରାକେଶ ପିତ୍ପା ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ। ରାଜ୍ୟ ସମ୍ପାଦକ ବାଙ୍କୁ ବିହାରୀ ଦେଶାଇ ରାଜ୍ୟ ସଂଘର 10 ଗୋଟି ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ସଭାପତି ଶିବଶଙ୍କର ତ୍ରିପାଠୀ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ସହିତ ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଜାମିର କାନ୍ତ ବିଷୟ ସମ୍ପାଦକୀୟ ବିବରଣୀ ପାଠ କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସଭାପତି ନିତୁ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ କେ ବେଣୁଗୋପାଳ ରାଓ, ବୀର ଶଙ୍କର ପାତ୍ର, ଗଗନ ଗନ୍ତାର, ଶ୍ରୀଶାନ୍ତ ପଣ୍ଡା ସମେତ ଡାବୁଗାଁ, ପାପଡ଼ାହାଣ୍ଡି ତଥା ଜିଲ୍ଲାର ବିଭିନ୍ନ ବ୍ଲକରୁ 80ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗଦାନ ଦେଇଥିଲେ। ନବରଙ୍ଗପୁରରୁ ବୀର ଶଙ୍କର ପାତ୍ରଙ୍କ ରିପୋର୍ଟ, ODN TV।